ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ମିଳି ପାରିଲାନି ପକ୍କା ରାସ୍ତା ଖଣ୍ଡେ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଗ୍ରାମର ସମସ୍ତ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ଗାଁକୁ ନିଜେ ଶ୍ରମଦାନ କରି ଗାଁକୁ ସଂଯୋଗ କରୁଛନ୍ତି ରାସ୍ତା। ବର୍ତ୍ତମାନ ମୁଁ ଦୃଶ୍ୟ ଦେଖିପାରୁଥିବେ କିଭଳି ଭାବେ ଗାଁର ସମସ୍ତ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ହାତରେ କୁଡି କୋଦାଳ ଏବଂ ଶାବଳ ଧରି କିଭଳି ଭାବେ ମାଟି ବୋହୁଛନ୍ତି ଏବଂ ଅନ୍ୟ ଏକ ଜାଗାରୁ ମାଟି ଆଣି ରାସ୍ତା ନିଜ ଗାଁକୁ ଯିବା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ତେବେ ଇଏ ଯୋଉ ଗାଁ ରହିଛି ଗଜପତି ଜିଲ୍ଲାର ଆର ଉଦଗିରି ବ୍ଲକ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତର ଠେପାସାହି ଗ୍ରାମରେ। ନିଶ୍ଚିତ ଆମେ ପ୍ରତିକ୍ରିୟା ନେବା। ଆମ ନିକଟରେ ଅଛନ୍ତି ଯୋଉ ଗାଁର ଯୁବକ ମାନେ ମଧ୍ୟ ରହିଛନ୍ତି ଯେ କାହିଁକି ବର୍ତ୍ତମାନ ଆଜି ବର୍ତ୍ତମାନ ନିଜେ ଶ୍ରମଦାନ କରି ରାସ୍ତା ନିର୍ମାଣ କରୁଛନ୍ତି ପଚାରି ବୁଝିବା। ଆଜ୍ଞା କଣ କହିବେ ଆଜ୍ଞା, ଏଇ ଯୋଉ ଆପଣ ଯୋଉ ରାସ୍ତା ନିର୍ମାଣ କରୁଛନ୍ତି ସରକାରଙ୍କ ସ୍ତର ତରଫରୁ କୌଣସି ରାସ୍ତା ନିର୍ମାଣ ହେଇପାରିଲାନି କି ଯେ ଆପଣ ଆଜି ଗାଁର ସମସ୍ତେ ମିଶିକି ରାସ୍ତା ନିର୍ମାଣ କରୁଛନ୍ତି? ଆଜ୍ଞା ଢେପାସାହି ଗ୍ରାମର ବୋଇଲେ ଆମେ ସରପଞ୍ଚକୁ ଜଣେଇଲୁ ଏବଂ ସମିତି ସଭ୍ୟକୁ ମଧ୍ୟ ଜଣେଇଲୁ, ହେଲେ ବି ରାସ୍ତାର ଅନୁସନ୍ଧାନ କିଛି କରିଲେନି। ତେଣୁକରି ଆମର ତ ଦେଖୁଛ ଢେପାସାହି ଗ୍ରାମରେ ମକା ଚାଷ ବିନା କୌଣସି ଚାଷ ହୁଏନି। ମକା ତ ଯିବାଟା ନିହାତି ଆବଶ୍ୟକ ଆମକୁ। ତେଣୁକରି ଆମ ଗ୍ରାମବାସୀ ସମସ୍ତେ ମିଳିମିଶି ରାସ୍ତା ସଜେଇକି ନିଜେ 5 ଦିନ ଧରିକିରି ଖଟିକିରି ଆମେ ଯେମିତିକି ଜିନିଷଟା ଯିବ ସେ ବ୍ୟବସ୍ଥାରେ ଆମେ କାମ କରୁଛୁ। ବର୍ତ୍ତମାନ ସରକାରଙ୍କୁ କେବେ ଆଗରୁ ଜଣେଇଥିଲେ କି, ପ୍ରଶାସନକୁ ଜଣେଇଥିଲେ କି ଯେ ଗାଁକୁ ରାସ୍ତା ଖଣ୍ଡେ ନିର୍ମାଣ କରାଯିବ ବୋଲି? ଜଣାଇଥିଲା ସାର୍। କେତେ ଥର ଜଣେଇଛନ୍ତି ପାଖାପାଖି? 2-3 ଥର ଜଣାଇଛି। ବର୍ତ୍ତମାନ ସୁଦ୍ଧା ଆପଣଙ୍କ ଗାଁକୁ ରାସ୍ତା ନିର୍ମାଣ ହେଇପାରିଲାନି? ହଁ, ତଥାପି ରାସ୍ତାରେ ନିର୍ମାଣ ହେଇପାରିଲାଣି। ନିଶ୍ଚିତ ଭାବେ ଯାହାକି ପ୍ରତିକ୍ରିୟା ନେଉଥିଲେ ଯେ ପୂର୍ବରୁ 2-3 ଥର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ ବୋଲି ଅଭିଯୋଗ କରିଥିଲେ ଗ୍ରାମବାସୀ, କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ଗାଁକୁ ରାସ୍ତା ନିର୍ମାଣ କରାଯାଇ ନାହିଁ। ଯାହାଫଳରେ କି ଗ୍ରାମର ଯୋଉ ସମସ୍ତେ ପାଖାପାଖି 5 ଦିନ ଧରି ଗାଁର ଲୋକମାନେ ଏକତ୍ରିତ ହୋଇ ଗାଁକୁ ନିଜ ହାତରେ ରାସ୍ତା ନିର୍ମାଣ କରୁଛନ୍ତି। ନିଶ୍ଚିତ ଭାବେ ଆଉ ଜଣେ ମଧ୍ୟ ଭାଇ ରହିଛନ୍ତି। ଭାଇ କଣ କହିବେ ଆପଣ, ଏତେ ବର୍ତ୍ତମାନ ଗାଁର ସମସ୍ତ ଯୁବକ ଯୁବତୀ ମହିଳା ବୃଦ୍ଧ ବନିତା ସମସ୍ତେ ଆସି ବର୍ତ୍ତମାନ ଆଜି ରାସ୍ତା ନିର୍ମାଣ କରୁଛନ୍ତି, ଏଭଳି ମାନସିକ କିଭଳି ଆସିଲା? ବର୍ତ୍ତମାନ ପ୍ରଶାସନିକ ସ୍ତରରେ କଣ ଜଣେଇ ନାହାନ୍ତି କି ରାସ୍ତା ନିର୍ମାଣ କରାଯାଉ ବୋଲି? ମୋ ନାଁ ବିଶ୍ୱନାଥ ରୋହିତ, ଆରୁଦେଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତ ଅଧୀନସ୍ଥ ଢେପାସାହି ଗ୍ରାମର ବହୁତ ଆମେ ଚେଷ୍ଟା କଲୁ, ବହୁତ ବି ଚେଷ୍ଟା କଲୁ ବି ଚିଠି ମଧ୍ୟରେ ଆକାରରେ ଆଉ ପ୍ରଶାସନକୁ ଆମେ ଜଣେଇଲୁ, ତଥାପି ହେଇଥିବ 6-7 ହେଉଥିବ ଜଣନ୍ତୁ ତଥାପି କାହିଁ ଆଉ ସେ ସହଯୋଗ ବି ଆଉ ସାହାଯ୍ୟ ବି କରୁନାହାନ୍ତି। ଏମିତି ଚେଷ୍ଟା ଚାଲିଛି ଆଉ ଗାଁ ବାପା ମା ଭାଇ ଭଉଣୀ ସବୁ ଆସିକି ଆମେ ଚେଷ୍ଟା କରୁଛୁ ନିଜ ହାତରେ ଆଉ ରାସ୍ତା ତିଆରି କରୁଛୁ। ଆଉ ବର୍ତ୍ତମାନ ଏ ପାରିଶ୍ରମିକ କିଏ ଦଉଛନ୍ତି ନା ନାଇଁ? ନା, ଆମ ନିଜ ସେମିତି କିଛି ସରକାର ମଧ୍ୟ ସହଯୋଗ ନାହିଁ, ଆଉ ସେମିତି କିଛି ନାହିଁ, ନିଜ ଆଉ କରୁଛୁ। ଆଉ ବର୍ତ୍ତମାନ ଯୋଉ ରାସ୍ତାର ଅବସ୍ଥା ଯଦି ଦେଖିବାକୁ ଗଲେ ବର୍ଷା ଦିନରେ ତ ବିଭିନ୍ନ ପ୍ରକାର ସମସ୍ୟା ହଉଥିବ, କେମିତି କଣ ଯିବା ଆସିବା ଗାଡି ଘୋଡା ସବୁ କିଭଳି ଯିବା ଆସିବା ହଉଛି? ବହୁତ ଅସୁବିଧା ହଉଛି, ଯେହେତୁ ବର୍ଷା ଆସିଲେ ଏମିତି ଗୋଟେ 1-2 ଫୁଟ ପର୍ଯ୍ୟନ୍ତ ଗଭୀର ଆଉ ଖାଲ ହେଇକି ଯାଉଛି। ଆମେ ସେମିତି ଯିବା ଆସିବା କରୁଛୁ। ଆଉ ଏମିତି ଆଜି ଯେମିତି ଧରିନି ଆମେ ଆଜି ମିଶିକି ଗୋଟେ 5-6 ଦିନ ହେଲା ଆମେ ନିଜେ କଟିକିରି ଆମେ ଏମିତି ରାସ୍ତା ଆଉ ସମତଳ କରି ଚାଲୁଛୁ। ଆଉ କଣ ହବ ସେଇଟା ସରକାର ଉପରେ ରହିଲା, ଯେହେତୁ ଆମେ ଟିକେ ଅନୁରୋଧ କରୁଛି ସରକାରକୁ ଆଉ ଆମ କଥାକୁ ଆମ ଅନୁରୋଧକୁ ଆମେ ଟିକେ ଶୁଣନ୍ତୁ। ନିଶ୍ଚିତ ଭାବେ ଯାହାକି ପ୍ରତିକ୍ରିୟା ନେଉଥିଲେ ଯେ ଗାଁରେ ସମସ୍ତେ ଆଜି ନୁହଁ ତ ଦୀର୍ଘ 5 ଦିନ ଧରି ଏଇ ଯୋଉ ରାସ୍ତା ନିର୍ମାଣରେ ଲାଗିଛନ୍ତି। ନିଶ୍ଚିତ ଭାବେ ଆଉ ଜଣେ ମହିଳା ମଧ୍ୟ ରହିଛନ୍ତି। ମା, ଆପଣଙ୍କର ପରିଚୟ କଣ? ବର୍ତ୍ତମାନ ଆପଣ ଯୋଉ ରାସ୍ତା ନିର୍ମାଣ କରୁଛନ୍ତି କେତେ ଦିନ ଧରି ନିର୍ମାଣ କରୁଛନ୍ତି, କଣ କହିବେ? କଣ ସବୁ ସମସ୍ୟା ରହିଛି ଆପଣଙ୍କର? ସପ୍ତାହଟି ପଡୁଛି ଆଜ୍ଞା ରାସ୍ତା ନିର୍ମାଣ କରିବା ପାଇଁ। ଆମର ରାସ୍ତା ଭଲ ନାହିଁ, ଆଉ ଭଲ ଗାଡି ଘୋଡା ହଉନି, ଆମ୍ବୁଲାନ୍ସ ଗାଡି ବି ଆଇପାରୁନି, ଆଉ ବୋହିକି ନେଉଛନ୍ତି, ଆଉ ଗର୍ଭବତୀ ମାନଙ୍କୁ ଏତେ ସୁବିଧାର ଅଛି ସାର୍। ଆମେ ସରକାରକୁ ଲେଖି ଦେଇନ କି? ସରକାରକୁ ଗୁହାରି ଜଣେଇନ କି? ଜଣଉଛୁ ସାର୍ ଯେ ଆଉ ଦେଖିନାହାନ୍ତି କିଏ। ନିଶ୍ଚିତ ଭାବେ ମା ମଧ୍ୟ ଯୋଉ କହୁଥିଲେ ଯେ ପ୍ରଶାସନକୁ ମଧ୍ୟ ଲେଖିକି ଜଣେଇଛନ୍ତି, କିନ୍ତୁ କୌଣସି ପ୍ରକାର ସୁଫଳ ମିଳିପାରି ନାହିଁ। ଆଉ ଜଣେ ମଧ୍ୟ ମା ରହିଛନ୍ତି। ମା, କଣ କହିବେ? ଆଜି ଯୋଉ ରାସ୍ତା ନିର୍ମାଣ କରୁଛନ୍ତି, କେତେ ଦିନ ଧରି ନିର୍ମାଣ କରୁଛନ୍ତି, ସରକାରକୁ ଜଣେଇ ନାହାନ୍ତି କି ଆଗରୁ ଏ ରାସ୍ତା ନିର୍ମାଣ କରାଯାଉ ବୋଲି? ଜଣାଇଥିଲା ସାର୍, ଏଇ ରାସ୍ତା
काम ପାଇଁ ତ ଆମର ତ ସାର୍ ଏଠି ଚାଷ ବୋଲା ଜିନିଷ ମକା ହିଁ ହଉଛି। ଆମର ଏଠି ଆଉ କିଛି ହଉନି। ସେଟା ପାଇଁ ଆମ ରାସ୍ତା ଭଲରେ କେମିତି ପତ୍ର କ'ଣ ସଜେଇବା, ଗାଡ଼ି କେମିତି ଉପରକୁ ଚଢିବ ସେଭଳିଆ ସଜେଇକି 5 ଦିନ ହେଲାଣି କାମ ଚାଲୁଛି। ଆଉ ସେ ମକା କି ବଢିଆ ଓହ୍ଲେଇବା ତଳକୁ ସେଟା କାମ ଚାଲୁଛି ସାର୍। ଆଉ ଆମେ ଏମିତି ଗାଡ଼ି ଘୋଡ଼ା ବୋଲେ ଏତେ ଯିବା ଆସିବା ବୋଲେ ନାହିଁ। ଆଉ ଖାଲି ଏମିତି ସଜେଇଲେ ଗାଡ଼ି ଆସିଲେ ଆମର ଜିନିଷ ଯାଉଛି ସେତିକି। ଯଦି ସରକାର ସେଟା ଆମକୁ ସାହାଯ୍ୟ କରିବେ ତାହେଲେ ଆମେ ସମସ୍ତେ ତାର ଉପକୃତ ହଉ। ନିଶ୍ଚିତ ଭାବେ ଯାହାକି ପ୍ରତିକ୍ରିୟା ନଉଥିଲେ ଯେ এই ଗ୍ରାମବାସୀ ସାଧାରଣତଃ ମକା ଚାଷକୁ ନେଇ ନିର୍ଭର କରି ଆସୁଥିବା ବେଳେ ବର୍ତ୍ତମାନ ମକାର ମଧ୍ୟ ସିଜନ ଆସିବ ଆଉ କିଛି ଦିନ ପରେ, ଯାହାଫଳରେ କି ରାସ୍ତା ଗାଡି ଘୋଡା ଯିବା ଆସିବାରେ ମଧ୍ୟ ଅସୁବିଧାକୁ ପରିଲକ୍ଷିତ କରି ଗ୍ରାମର ସମସ୍ତେ ବର୍ତ୍ତମାନ ରାସ୍ତା ନିର୍ମାଣରେ ମଧ୍ୟ ଲାଗିଛନ୍ତି। ଆଉ ଜଣେ ମା ମଧ୍ୟ ରହିଛନ୍ତି। ମା, ନିଶ୍ଚିତ ଭାବେ ଯାହାକି ପ୍ରତିକ୍ରିୟା ନଉଥିଲେ ଯେ ଦୀର୍ଘ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି এই ଗାଁକୁ ପକ୍କା ରାସ୍ତା ହେଇପାରିନି, ଯାହାଫଳରେ যে গ্রামের শতাধিক লোক একত্রিত হয়ে আজ নিজ গাঁকু বর্তমান নিজে রাস্তা নির্মাণ করেছেন। তবে যে রয়েছেন শ্রম দান করে বর্তমান এমানଙ୍କୁ কৌশি কিଏ ମଧ୍ୟ মানে ପାରିଶ୍ରମିକ ମଧ୍ୟ ଦେଇନାହାନ୍ତି। ଏବଂ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସ୍ଥାନୀୟ ପ୍ରତିନିଧି, ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏବଂ ଗ୍ରିଭେନ୍ସରେ ମଧ୍ୟ ଦେଇଛନ୍ତି ଯେ ଗାଁକୁ ରାସ୍ତା ନିର୍ମାଣ ପାଇଁ ବୋଲି, କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କ ପାଇଁ ସରକାର ଏମାନଙ୍କର ଗୁହାରି ଶୁଣିନି ଏବଂ ନିଦା ବିଷ୍ଣୁ ସାଜି ଯାଇଛି। ଯାହାଫଳରେ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଗ୍ରାମର ସମସ୍ତ ଶିଶୁ, ମହିଳା, ପୁରୁଷ ଏବଂ ବୃଦ୍ଧ ବନିତା ସମସ୍ତେ ଏକତ୍ରିତ ହୋଇ ଗାଁକୁ ବର୍ତ୍ତମାନ ରାସ୍ତା ନିର୍ମାଣ କରିଛନ୍ତି। ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ହଉ ବା ବ୍ଲକ ପ୍ରଶାସନ ଏଥିପ୍ରତି କଣ ଦୃଷ୍ଟି ଦଉଛନ୍ତି ଏବଂ ଗାଁ ପ୍ରତି କେବେ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି ତାକୁ ହିଁ ସମସ୍ତଙ୍କର ନଜର। ଗଜପତି ଜିଲ୍ଲା ଢେପାସାହିରୁ ତ୍ରିପତି ବିଷୟରତ୍ନ, ରିପୋର୍ଟର ଷ୍ଟୁଡିଓ।